ସକାଳୁ ସକାଳୁ ଉଠିବି ମୁହିଁ। ଏହି ବିଷୟବସ୍ତୁଟି ସରସ୍ୱତୀ ନୀତି ଶିକ୍ଷା ପୁସ୍ତକର ଭାଗ ନମ୍ବର 1 ବା ପ୍ରଥମ ଭାଗ। ବିଷୟଟି ଆମର କ'ଣ ହେଲା ନା ସକାଳୁ ସକାଳୁ ଉଠିବି ମୁହିଁ। ଆଚ୍ଛା ପିଲାମାନେ, ଏ ବିଷୟଟି ବହୁତ ସୁନ୍ଦର, ଆଦୃତଯୋଗ୍ୟ ଏବଂ ହିତୋପଯୋଗୀ ଆମମାନଙ୍କ ପାଇଁ। ଆସ ଆଗକୁ ବଢ଼ିବା। ସକାଳୁ ସକାଳୁ ଉଠିବି ମୁହିଁ, ଦାନ୍ତ ମୁହଁ ହାତ ଧୋଇବି ଯାଇ। କ'ଣ କରିବି ନା ମୁଁ ସକାଳୁ ସକାଳୁ ଉଠିକି ଦାନ୍ତ ମୁହଁ ହାତ କ'ଣ ଧୋଇବି, ପରିଷ୍କାର କରିବି। ଶୌଚାଦି କାମ ସାରି ଖୋଲା ପଡ଼ିଆକୁ ବ୍ୟାୟାମ ପାଇଁ ମୁଁ ଯିବି ନିତି ବାହାରି। ଶୌଚାଦି ମାନେ କ'ଣ? ମାନେ ସବୁଦିନ କାମ, ଝାଡ଼ା ପରିସ୍ରା ଦାନ୍ତ ଫାନ୍ତ ଘଷି କ'ଣ ଖୋଲା ପଡ଼ିଆକୁ ଯିବି। କେଉଁଥିପାଇଁ? ବ୍ୟାୟାମ କରିବି। ସବୁଦିନ ବ୍ୟାୟାମ କରିବା ଦ୍ୱାରା କ'ଣ ହେବ? ଆମେ ରୋଗରୁ କ'ଣ ମୁକ୍ତି ପାଇବା। ଖାଇବା ଆଗରୁ ଧୋଇବି ହାତ, ବାହାର ଖାଦ୍ୟରେ ନ ଦେବି ହାତ। କ'ଣ କରିବା? ଆମେ ଖାଇବା ପୂର୍ବରୁ କ'ଣ କରିବା? ହାତ ପରିଷ୍କାର କରିବା, ଧୋଇ ନେବା। ଆଉ କ'ଣ? ବାହାର ଖାଦ୍ୟ ପଦାର୍ଥ ଜିନିଷରେ କ'ଣ ହାତ ମାରିବା ନାହିଁ। ମା ଦେଇଥିବେ ଯେତେ, ଫୋପାଡ଼ିବି ନାହିଁ ଖାଇଦେବି ସବୁ, କହୁଛି ଭାଇ ମୁଁ ସତେ। ପିଲାଟି କ'ଣ କହୁଛି? ଭାଇ ମା ଯାହା ଦେଇଥିବେ, ଯେଉଁ ଖାଦ୍ୟ ଦେଇଥିବେ, ଯେକୌଣସି ଖାଦ୍ୟ ହେଉନା କାହିଁକି, ମୁଁ ତାକୁ କେବେ କ'ଣ ଫୋପାଡ଼ିବିନି, ସବୁ କ'ଣ କରିବି? ଆନନ୍ଦରେ ଖାଇନେବି। ଖାଇ ପିଇବା ଆଗରୁ ରଖିବା ଛାଣି, ପାଣି ସଭିଙ୍କର ଜୀବନ ମଣି। ପାଣି ଆମେ କ'ଣ କରିବା? ପିଇବା ପୂର୍ବରୁ ଛାଣିକି ରଖିବା। ତା ଦେହରେ କୌଣସି ଯେମିତି ଅଳିଆ ଆବର୍ଜନା ପଡ଼ିନଥିବ। ତାକୁ ପିଇବା ଦ୍ୱାରା କ'ଣ ହେବ? ଆମ ଶରୀରର ବହୁତ କ୍ଷତି ହେବ। ରଖିବା ତାକୁ ଘୋଡ଼ାଇ, ଶୁଦ୍ଧ ଜଳ ପିଇ ଶରୀରକୁ ଆମେ ଦେବାରେ ରୋଗ ହଟାଇ। ଆମେ କ'ଣ କରିବା? ପାଣିକି ଘୋଡ଼ାଇକି ରଖିବା, ତାକୁ ଢାଙ୍କୁଣି ଆବଦ୍ଧ କରିକି ରଖିବା। ପୁଣି କ'ଣ କରିବା? ଶୁଦ୍ଧ ପାଣି ପିଇବା ଦ୍ୱାରା କ'ଣ ହେବ ନା ଆମେ ରୋଗରୁ ମୁକ୍ତି ପାଇବା। ସମ୍ପୂର୍ଣ୍ଣ ନିରୋଗ ରହି ରୋଗକୁ ହଟାଇ ଦେବା। ଆଗକୁ କ'ଣ ଅଛି ନା ପୋଷାକ ପତ୍ରରେ ନ ଲଗା ମଳି, ବହି ଖାତା ଦେହେ ନ ଲଗା କାଳି। ଘର ଅଗଣା ସଜାଇ, ଧୂଳି ମଳି ଯେତେ ପ୍ରତିଦିନ ଭାଇ, ସେଠାରୁ ଦେବା ହଟାଇ। ଆଉ କ'ଣ ନା ପୋଷାକ ପତ୍ରରେ ନ ଲଗା ମଳି, ମାନେ ମଳି ଲଗାଇବା ନାହିଁ, ଅପରିଷ୍କାର କରିବା ନାହିଁ। ଆଉ ବହି ଖାତା ଦେହରେ କ'ଣ ନ ଲଗା କାଳି, ମାନେ କାଳିପଦ ଲାଗିବା ଦ୍ୱାରା କ'ଣ ବହି ଅସୁନ୍ଦର ଦିଶିବ। ଘର ଅଗଣାକୁ ସଜାଇ, ଘର ଅଗଣାକୁ ଆମେ କ'ଣ କରିବା? ସଜାଡ଼ିକି ରଖିବା। ରଖିବା ଦ୍ୱାରା କ'ଣ ହେବ? ସୁନ୍ଦର ଦିଶିବ, ମନ ପ୍ରଫୁଲ୍ଲ ରହିବ, ମନ ଖୁସି ରହିବ। ଧୂଳି ମଳି ଯେତେ ପ୍ରତିଦିନ ଭାଇ, ସେଠାରୁ ଦେବା ହଟାଇ। ଘର ଅଗଣା ଯେଉଁ ଧୂଳି ମଳି କଚରା ହେଇଥିବ, ଅଳିଆ ଆବର୍ଜନା ହେଇଥିବ, ତାକୁ ଆମେ ହଟାଇ ଦେବା। ହଟାଇ ଦେବା ଦ୍ୱାରା କ'ଣ ହେବ? ମାନେ ସମ୍ପୂର୍ଣ୍ଣ ଜାଗାଟି ପରିଷ୍କାର ଏବଂ ସୁନ୍ଦର ଦିଶିବ। ଆମ ପରିବେଶ ଆମରି ପାଇଁ, ନିର୍ମଳ ରଖିଲେ ସ୍ୱାସ୍ଥ୍ୟ ବଢ଼ଇ। କ'ଣ ଆମ ଏ ପରିବେଶ କ'ଣ ଆମରି ପାଇଁ, ଆମ ହିତୋପଯୋଗୀ। କ'ଣ କରିବା? ଯଦି ଆମେ ସଫା ସୁତୁରା ସୁନ୍ଦର ରଖିବା, ଆମର ସ୍ୱାସ୍ଥ୍ୟ କ'ଣ ମାନେ ରହିବ, ସମ୍ପୂର୍ଣ୍ଣ ନିରୋଗ ରହିବ, ଭଲ ରହିବ, ମନ ପ୍ରଫୁଲ୍ଲ ରହିବ, ମନ ଖୁସି ରହିବ। ଏକଥା ମନେ ରଖିବା, ନିରୋଗ ରହିବା ପାଇଁ ଆସ ଆମେ ନିର୍ମଳ କଥା ଶୁଣିବା। ଏ ସମ୍ପୂର୍ଣ୍ଣ କଥାକୁ ଆମେ କ'ଣ କରିବା? ମନେ ରଖିବା। ନିରୋଗ ରହିବା ପାଇଁ ଆମେ କ'ଣ କରିବା? ନିର୍ମଳ କଥା ଶୁଣିବା, ଭଲ କଥା ଶୁଣିବା, ମିଠା କଥା ଶୁଣିବା। ଏବଂ ଆଉ କ'ଣ ନା ସମସ୍ତଙ୍କୁ ମିଠା ମିଠା କଥା କହିବା। କେବେ କାହାକୁ ଗାଳି କରିବା ନାହିଁ, କେବେ କାହାକୁ କୌଣସି ଅପବ୍ୟବହାର କରିବା ନାହିଁ। ତା ଦ୍ୱାରା କ'ଣ ରହିବ? ଆମେ ସମ୍ପୂର୍ଣ୍ଣ ସୁସ୍ଥ ରହିବା।